ଭାବ ସେ କେତେ ତଲ୍କି ଗିରି ପାର୍ବା ଯେ ସେଟା କଲା ପରେ ବି ତାହାକେ ସେନ ପଥରରେ ଛେଚି ଦେଇକରି ମାରି ଦେଇକରି ସେନୁ ପଲେଇ ଆସ୍ଲା ମାନେ ପଥରରେ ପିଟି ପୁରା ମାରିଦେଲା ସେ ତାକେ ସେନ ହେଲା। ସେ ମର୍ଲା ପରେ ପଲେଇ ଆସ୍ଲା ସେନ୍କେ କିଛି ନି ହେଲା ଭଲିଆ। ତ ଏଟା ଫାର୍ଷ୍ଟ ଟାଇମ୍ ହେଇଛେ ଆମର୍ ବରଗଡ଼୍ରେ ଗୁଟେ ଲୋକ୍କେ ଫାঁସି ସଜା ଦିଆ ହେଇଛେ। ତ କଥାଟା ଏନ୍ତା ଏ କି ଇଟା 2024 କଥା ଏ ଆମର୍ ଇ ବରଗଡ଼୍ ପାଇକମାଲ୍ ବ୍ଲକ୍ର କଥା ଏ କି 2024 ନଭେମ୍ବର୍ 15 ଗୁଟେ ପିଲାଟେ ଅଛେ କାଣା ନା ସେ ତାର୍ ନାଁ ପ୍ରଶାନ୍ତ ବାଗ୍ ବୋଲି ଅଛେ। ଯେ ସେ କାଣା କରିଛେ 25-30 ବର୍ଷିଆ ଲୋକ୍ଟେ ହେବା ହେଲା ଆଉ ଅନଏମ୍ପ୍ଲଏଡ଼୍ ବେକାରିଆ ପିଲାଟେ ଇ ଗାଁର ମାନେ ତାକର୍ ଗାଁର ଝିଅ ଗୁଟେ 5-6 ବର୍ଷର ସେ ଝିଅଟେ ହେବା। ସେ ଝିଅକେ କହିଛେ ନ ତାର୍ ମାନେ ଆହୁରି 2 ଜଣ ପିଲାକେ ନେଇଥିଲା। ଏଟା 2024 ନଭେମ୍ବର୍ 15 କଥା ଏ ମାନେ ପାଖାପାଖି ବର୍ଷେ ଆଗ୍ରୁର କଥା ଏ। ଲେକିନ୍ ସେଟା ତାର୍ ମାନେ ଆକ୍ଟ ବହୁତ୍ କୋର୍ଟ ଫୋର୍ଟ ଇଟା କରି ବର୍ଷେ ଲାଗିଗଲା ଇତାକେ ଜଷ୍ଟିସ୍ ମିଲ୍ବାର୍ ଲାଗି। ହେଇଥିଲା ଘଟଣାଟା ଏନ୍ତା ହେଇଥିଲା କି ସେହି ଦିନରେ ତାକର୍ ଘରେ କେହି ନି ଥାଇ ସେ ଝିଅର ଘରେ କେହି ନି ଥାଇ ତ ସେ ନିନିକେ ଡାକି ନେଇଗଲା କି ଆମେ ଝୁରି ମାରିମା ବୋଲିକରି ନେଇଗଲା। ଆଉ ସେନ ଆହୁରି 2ଟା ପିଲାକେ ନେଇଥିଲା ଛୋଟ୍ ସେମାନେ ଖେଲ୍ମା ବୋଲିକରି ହେଇ ହିସାବେ ନେଇଥିଲା। ଲେକିନ୍ ଯେତେବେଲେ ସେନ୍କେ ଗଲେ ଅଧା ଦୂରେ ସେ ପିଲା 2ଟାକେ ବାଟେ ଅଟ୍କି ଦେଲା ଆଉ ସେ ନିନିକେ ନେଇକରି 6 ବର୍ଷିଆ ଝିଅକେ ନେଇକରି ଜଙ୍ଗଲ୍ ଭିତର୍କେ ଗଲା। ସେ ଜଙ୍ଗଲ୍ ଭିତର୍କେ ଗଲା ପରେ ତାର୍ ମାନେ ଜଘନ୍ୟ ଅପରାଧଟେ କଲା। ଆଉ ଭାବ ସେ କେତେ ତଲ୍କି ଗିରି ପାର୍ବା ଯେ ସେଟା କଲା ପରେ ବି ତାହାକେ ସେନ ପଥରରେ ଛେଚି ଦେଇକରି ମାରି ଦେଇକରି ସେନୁ ପଲେଇ ଆସ୍ଲା ମାନେ ପଥରରେ ପିଟି ପୁରା ମାରିଦେଲା ସେ ତାକେ ସେନ ହେଲା। ସେ ମର୍ଲା ପରେ ପଲେଇ ଆସ୍ଲା ସେନ୍କେ କିଛି ନି ହେଲା ଭଲିଆ। ଆଉ ତାପରେ ଯେତେବେଲେ ହେନୁ ଆସ୍ଲା ବେଲ୍ ବୁଡ଼୍ଲା ଯେତେବେଲେ ତାକର୍ ଘରର୍ ଲୋକ୍ ତାହାକେ ଖୁଜ୍ଲେ ସେ ନିନିକେ ଯେତେବେଲେ ଖୁଜି ବସ୍ଲେ ନି ପାଇଲେ ତାପରେ ସବେ ପଚ୍ରା ଉଚ୍ରା କଲେ ଗାଁରେ ମାନେ ବହୁତ୍ ଚହଲ୍ ମହଲ୍ ହେଇଗଲା। ତାପରେ ସେଇ ଟାଇମ୍ରେ ସେ ବାବୁ 2ଟା ଯେନ୍ଟାକେ ନେଇଥିଲା ସେ ଛୁଆ 2ଟା କହିଦେଲେ କି ଆମେ ସେ ତାକେ ପ୍ରଶାନ୍ତ ସାଙ୍ଗେ ଦେଖିଥିଲୁ ବୋଲିକରି। ସେ ପ୍ରଶାନ୍ତ ବାଗ୍ଟା ହଉଛେ ଗୁଟେ 25-26 ବର୍ଷିଆ ଗୁଟେ ପିଲାଟେ ହେଲା। ମାନେ ସେ ବହୁତ୍ ବଡ଼୍ ଦେଖ୍ବ ବେଲେ ଆଉ ସେ ସେ ଛୁଆଟା 6 ବର୍ଷିଆଟା ମାନେ କେତେ ମାଇନର୍ ମାନେ କେତେ ଖରାପ୍ ଭାବ ତାର୍ ମେଣ୍ଟାଲିଟି ତାର୍ କେତେ କ୍ୟାରେକ୍ଟର୍ କେନ୍ତା ହେଇଛେ ତାର୍ ମାନେ ସେ ଗାଁର୍ ଲୋକ୍ମାନେ ଯେତେବେଲେ ସେ ଛୁଆମାନେ ସେ ତାକେ କହିଲେ ସେ ଗାଁର୍ ଲୋକ୍ମାନେ ସେ ତାକେ ଡାଉଟ୍ କଲେ। ତାପରେ ପୁଲିସ୍ ଷ୍ଟେସନ୍କେ ଗଲେ ସବୁ ପଚ୍ରା ଉଚ୍ରା ହେଲା। ତାପରେ ଲାଷ୍ଟ୍କେ ସେ ତାକେ ସବେ ଧର୍ଲେ ସେ ତାକେ ବହୁତ୍ ପିଟାମରା ବି ସେ ଜାଗାରେ କରିଥିଲେ। ତାପରେ ଯେତେବେଲେ ପୁଲିସ୍ ନିକେ ସେ କଥା ଗଲା ପୁଣି ଇନଭେଷ୍ଟିଗେସନ୍ କାଣା ଚାଲ୍ଲା ଆଉ ପାଖାପାଖି ସେ ମାନ୍ଲା ବି ମାନେ ହେଇ ଟାଇମ୍ରେ ହିଁ ସେ ମାନିଗଲା କି ମୁଇଁ ହିଁ କରିଥିଲି ବୋଲିକରି। ଆଉ ସେ ମାନ୍ଲା ପରେ ବି ଫିର୍ ବି ସବୁ କରି କୁରା କରି ପୋଷ୍ଟମର୍ଟମ୍ ମାନେ ପୁରା ବର୍ଷେ ହେଇଗଲାନ। ଏଟା ତ ମୁଇଁ ଜାନୁଆରୀରେ ଭିଡ଼ିଓ ବନଉଛେଁ ଲେକିନ୍ ଇଟା କଥା 2024 ନଭେମ୍ବର୍ ମାସର୍ କଥା ଏ ମାନେ ବର୍ଷେ ପ୍ଲସ୍ ହେଲାନ ଭାବ୍ବ ବେଲେ। ମାନେ ଭାବ ସବୁ ତାର୍ ମାନେ ଏଭିଡେନ୍ସ ସବୁ ପେଇକରି ବି ଆମର୍ ତାର୍ ମାନେ ଗଭର୍ଣ୍ଣମେଣ୍ଟକେ କେତେ ଟାଇମ୍ ଲାଗୁଛେ ଜଣେକେ ଜଷ୍ଟିସ୍ ଦେବାର୍ ଲାଗି। ସେଟା ଫିର୍ ନିରୀହ ଛୁଆ ଗୁଟେ ସେ 6 ବର୍ଷିଆ ଛୁଆ ସେ ଛୁଆ କାଣା ଜାଣିଥିବା କହ ତ। ଆଉ ଇ ଗୁଟେ ଇନସିଡେଣ୍ଟ୍ ବୋଲି ନାଇଁ ସେ ଆମର୍ ବହୁତ୍ଟେ ଇନସିଡେଣ୍ଟ୍ ଘଟୁଛେ ଲେକିନ୍ କିଛିଟା ହାଇଲାଇଟ୍ ନି ହେବାର୍ କିଛିଟା ବହୁତ୍ ହାଇଲାଇଟ୍ ହଉଛେ। ଇ ନ୍ୟୁଜ୍ଟା ଆମର୍ ପାଇକମାଲ୍ ଆମର୍ ପାଖେ ହିଁ ଅଛେ ଆଉ ବହୁତ୍ ଶୁଣିକରି ବହୁତ୍ ଖରାପ୍ ଲାଗ୍ଲା। ଆଉ ଛାଡ଼ ସେ କଥା ଲେକିନ୍ ଇଟା ଖୁସ୍ ହେଲା ଯେ ମାନେ କମ୍ ସେ କମ୍ ସେ ତାକେ ଡେଥ୍ ପେନାଲ୍ଟି ହେଲେ ମିଲ୍ଲା। ଇ କିଛି ଜାଗାରେ ଏନ୍ତା ଅଛେ ସେ ତାକୁ ଡେଥ୍ ପେନାଲ୍ଟି ହିଁ ନି ମିଲ୍ବାର୍ ସେମାନ୍କୁ ନର୍ମାଲ୍ ଏନ୍ତା ଜେଲ୍ରେ ରଖି ଦଉଛନ୍ ଆଉ ଏନ୍ତା ଛାଡ଼ି ଦଉଛନ୍। ତ ସମ୍ବଲପୁରରେ ବି ଏନ୍ତା ଇନସିଡେଣ୍ଟ୍ ହେଇଥିଲା ଯେନ୍ଟା କି 2024 ହିଁ ହେଇଥିଲା ଏପ୍ରିଲ୍ ମାସେ। ଏଟା ବି ଏନ୍ତା ହି ଥିଲା ମାନେ 6 ବର୍ଷିଆ ପୋକ୍ସୋ ଆକ୍ଟରେ ଇଟା ବି ଯାଏସି। ତ 6 ବର୍ଷିଆ ନିନି ଗୁଟେକେ ଝିଅ ଗୁଟେକେ ସେ ଅନିଲ୍ ସୋମମାଝ୍ ନାଁରେ 25 ବର୍ଷିଆ ଲୋକ୍ଟେ ସେ ବି ଏନ୍ତା ହିଁ ରେପ୍ କରିଦେଇଥିଲା। ଗଲା ବର୍ଷ ହିଁ କୋର୍ଟ କହିଥିଲା ତାକେ 30 ବର୍ଷର ସଜା ମିଳିଛେ ତାକେ। ଲେକିନ୍ ଦେଖ୍ବ ବେଲେ ରେପ୍କେ ଦେଖ୍ଲେ କି ସଜା କିଛି ନାଇଁ ସେ 30 ବର୍ଷ ଜଣେ ଜେଲ୍ରେ ରହେବା ଏଟା କାଁ ସଜା ଏ। ଆକ୍ଚୁଆଲି ମୋର୍ ହିସାବେ ମାନେ ମୋର୍ ଓପିନିଅନ୍ ଯଦି ଦେମି ତାଙ୍କୁ ଡେଥ୍ ହିଁ ଦେବାର୍ କଥା ମାନେ ସେ ତାକୁ ଫାঁସି ଦେବାର୍ କଥା ୟା ତ ହେନ ହିଁ ଏନ୍କାଉଣ୍ଟର୍ କରିଦେବାର୍ କଥା। କାହିଁ ଏତେ ମାନେ ଘାଣ୍ଟି ହେବ ଏତେ ସବୁ କରୁଛନ୍ ମାନେ ଦେଖୁଛ କି ନି ଇଟା ତ ମାନେ ସବୁ ଏଭିଡେନ୍ସ ଦେଇକରି ସେ ମାନ୍ଲା ପରେ ବି ପାଇକମାଲ୍ର କଥା ବର୍ଷେଟେ ହେନ୍ତି ଲାଗିଯାଉଛେ। ତ ଭାବିପାର କେନ୍ତା ହଉଛେ ବାକି ଶୁଣିକରି ଖୁସ୍ ଲାଗ୍ଲା କି ତାକେ ତାର୍ ମାନେ ଫାঁସି ମିଲିଛେ ମାନେ ଜଷ୍ଟିସ୍ ମିଲ୍ଲା ସେ ବିଚ୍ରି ଛୁଆକେ। ସେ ଛୁଆଟା କାଣା ଜାନେ କହ ତ ଏନ୍ତା ହିଁ ଆହୁରି ବି ବହୁତ୍ ଘଟଣା ମାନେ ହଉଛେ ଲେକିନ୍ କିଛି ହାଇଲାଇଟ୍ସ ନାଇଁ ହେବାର୍ ଲେକିନ୍ ବହୁତ୍ଟେ ଅଛେ। ହେନ୍ତା ଇ ଆମର୍ ବଲାଙ୍ଗୀର୍ର ଡିସେମ୍ବର୍ 2021 କଥା ଏ ସେଟା ବି ଜଣେ କି ହେନ୍ତା 21ରେ ହିଁ ତାର୍ ମାନେ କୋର୍ଟ ତାହାକେ 20 ବର୍ଷର ସଜା ଦେଇଛେ ସେ ତାକେ। କାଣା କର୍ମା ଭଗବାନ୍ ଜାନେ ସେ ଜେନେରେସନ୍ଟା କାହିଁ ଯାଉଛେ ଯେ ହେଲା ସେ କେନ୍ ସାଇଡ଼୍ ଯାଉଛେ ଯେ କାଁ କର୍ମା। ଲେକିନ୍ ଯଦି ପୋକ୍ସୋ ଆକ୍ଟ ଭଲିଆ କିନି ଯଦି ପୋକ୍ସୋ ଆକ୍ଟ ଭଲିଆ ମାଇନର୍ ଗାର୍ଲସ୍ମାନ୍କୁ ଯେନ୍ତା ମାନେ ଜଷ୍ଟିସ୍ ମିଲୁଛେ ସବ୍କୁ ଡେଥ୍ ହଉଛେ କାହାକେ କାଣା ହଉଛେ ଲେକିନ୍ ଆକ୍ଚୁଆଲି ଡେଥ୍ ନି ଦେବାର୍ କଥା ଯେ ମାନେ ଯେନ୍ ଫାঁସି ଦିଆ ହଉଛେ ହେନ୍ତା ଫାঁସି ଯଦି ଆମର୍ ଅଲ୍ଗା ଟୁକେଲ୍ମାନ୍କୁ ବି ମିଲ୍ତା ଅଲ୍ଗା ଗାର୍ଲସ୍ମାନ୍କୁ ବି ମିଲ୍ତା ତ ବହୁତ୍ ସେଫ୍ଟି ହେତା। ମାନେ ଯଦି ହେଟା ଯଦି ପ୍ରାଇମେରୀଲି ଏନ୍ତା ହେଇଯାତା ନା କି ତମେ ଯଦି ରେପ୍ କଲ ବେଲେ ସିଓର୍ ମର୍ବାର୍ଟା ଯଦି ଫିକ୍ସଡ୍ ଏ ଯଦି ଏନ୍ତା ହେଇତା ତ ଯେନ୍ତା ହେଲେ ଲୋକ୍ ସୁଧ୍ରି ଯେତେ ଟିକେ ହେଲେ ତ ଚେଞ୍ଜ୍ ହେତା। ତ ମିନିମମ୍ ତ ଏନ୍ତା ଭିଡ଼ିଓରେ ତ ଇ ଭିଡ଼ିଓ ତ ଜଷ୍ଟ୍ ଖାଲି ମୋର୍ ଓପିନିଅନ୍ କହେବାର୍ ଲାଗି ଆଉ ଏଟା ନୂଆ ଚ୍ୟାନେଲ୍ଟେ ଦେଖ୍ବ ଭଲ୍ ଲାଗ୍ଲା ଭଲ୍ ନାଇଁ ହେଲେ କାଁ କର୍ମା ତ ମିନିମମ୍ ଏନ୍ତା ଭିଡ଼ିଓରେ ଯିମା ସମଲେ।